ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ନୂଆ ନୂଆ ମୋଡ଼ ନେଉଛି ଏବଂ ଏଇ ଯେଉଁ ଯୁଦ୍ଧ ଚାଲିଛି ଏହା ମଧ୍ୟ ଭୟଙ୍କର ସ୍ଥିତି ଉତ୍ପନ୍ନ କରୁଛି। ଆଗାମୀ ସମୟରେ ଏହାର ଭୟାବହତା ବୃଦ୍ଧି ପାଇବ ଭଳିଆ ମଧ୍ୟ ଜଣାପଡ଼ୁଛି ଏବଂ ଯାହା ସୂଚନା ମିଳୁଛି ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ମଧ୍ୟ ଡୋନାଲ୍ଡ ଟ୍ରମ୍ପ ଯେଉଁ G7 ବୈଠକରେ ସମ୍ମିଳନୀରେ ଯୋଗ ଦେବା ପାଇଁ ଯାଇଥିଲେ ସେଥିରେ ମଧ୍ୟ ଅନେକ କଥା ଆଲୋଚନା ହେବ ବୋଲି ସୂଚନା ମିଳୁଥିଲା ବା ଯାହା ଅନୁମାନ କରାଯାଉଥିଲା ତାହା ମଧ୍ୟ ଯାହା ଜଣାପଡ଼ିଲା ଯେ ଡୋନାଲ୍ଡ ଟ୍ରମ୍ପ ମଧ୍ୟ G7 ବୈଠକକୁ ଅଧାରୁ ଛାଡ଼ି ସେମାନେ ତରବରିଆ ଭାବରେ ସେ ୱାସିଂଟନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେଣୁ ଏଥିରୁ ଜଣାପଡ଼ୁଛି ଯେ କିଛି ଗୋଟେ ବଡ଼ ଡିସିସନ୍ ନିଶ୍ଚୟ ଭାବରେ ଆମେରିକା ନେବାକୁ ଯାଉଛି, କାହିଁକିନା ଯେଉଁ G7 ବୈଠକରୁ ଯେତେବେଳେ ସେ ୱାସିଂଟନ DC ପାଇଁ ରିଟର୍ଣ୍ଣ କଲେ ତା ପୂର୍ବରୁ ସେ ଏକ ସୂଚନା ଦେଲେ ବା ସେମାନେ ଯେଉଁ ସୂଚନା ଦେଇଛନ୍ତି ସେଥିରେ ସେ କହିଥିଲେ ଯେ ଗୋଟେ ବଡ଼ ଡିଲ୍ ଇରାନ ସହିତ ହେବାକୁ ଯାଉଛି ଏବଂ ଏହା ସିଜ୍ ଫାୟାର ନୁହେଁ ବୋଲି ମଧ୍ୟ ସେ କ୍ଲିୟର କରିଛନ୍ତି। କାରଣ ସିଜ୍ ଫାୟାର କୁ ସେ ଖଣ୍ଡନ କରିଛନ୍ତି ଯେ ଯେଉଁ ଡିଲ୍ ହେବ ସେଥିରେ ସିଜ୍ ଫାୟାର ରହିବ ନାହିଁ। ତେଣୁକରି ଏଥିରୁ ସ୍ପଷ୍ଟ ଜଣାଯାଉଛି ଯେ ଗୋଟେ ବଡ଼ ଧରଣର ଡିଲ୍ ହେବ, ମାନେ ଆଇଦର ସେଥିରେ ଇରାନ ସରେଣ୍ଡର କରିବ କିମ୍ବା ସେଥିରେ ଯେଉଁ ଆମେରିକା ଯୁଦ୍ଧରେ ଡାଇରେକ୍ଟ ଏଣ୍ଟ୍ରି କରିବ, ଏଭଳି କିଛି ଗୋଟେ ବଡ଼ ନିଷ୍ପତ୍ତି ନିଆଯିବ, କାହିଁକିନା ସିଜ୍ ଫାୟାରରୁ ଅଧିକ କିଛି ହେବ ବୋଲି ସେ ସିଧାସିଧି ଭାବରେ ସୂଚନା ଦେଇଛନ୍ତି। ତେଣୁ ଏଇ ଯେଉଁ ଇରାନ ଏବଂ ଯେଉଁ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି ତାହା ଆଗକୁ ନିଶ୍ଚିତ ଭାବରେ ଭୟାବହ ହେବ ତାର ସ୍ଥିତି ଭଳି ଜଣାପଡ଼ୁଛି, କାହିଁକି ନା ସିଜ୍ ଫାୟାରକୁ ସିଧାସିଧି ଭାବରେ ମନା କରିଦେଇଛନ୍ତି। ତେଣୁକରି ଏଥିରେ ଯେଉଁ ଇସ୍ରାଏଲ ଦେଖିବା ଯଦି ଆମେ କ'ଣ ତାର ମୂଳ ବସ୍ତୁ ତ ରହିଛି ଏଇ ଯୁଦ୍ଧ ପଛର କାହାଣୀ, ସେଥିରେ ଯେଉଁ ଇସ୍ରାଏଲ କହୁଛି ଯାହା ଯେ ଇରାନକୁ ନାଗରିକ ବ୍ୟବହାର ପାଇଁ ମଧ୍ୟ ଯେଉଁ ପରମାଣୁ ଶକ୍ତିର ବ୍ୟବହାର କରିବାକୁ ନିଷେଧ କରାଯାଉ ବା ନାଗରିକମାନଙ୍କର ଭଲ ପାଇଁ ଭଲ ଉଦ୍ଦେଶ୍ୟ ନେଇ ମଧ୍ୟ ଯଦି ୟୁରାନିୟମ ଏନରିଚମେଣ୍ଟକୁ ସେମାନଙ୍କୁ ବ୍ୟବହାର କରିବାକୁ ନ ଦିଆଯାଉ ବୋଲିକି ଇସ୍ରାଏଲର ଦାବି ରହୁଛି। କିନ୍ତୁ ଇରାନ କହୁଛି ଯେ ଏ ଯେଉଁ ପରମାଣୁ ଶକ୍ତିର ବ୍ୟବହାର କରିବା ବା ୟୁରାନିୟମର ବ୍ୟବହାର କରିବା ତାଙ୍କର ମଧ୍ୟ ମୌଳିକ ଅଧିକାର ରହିଛି ନାଗରିକ ବିକାଶ ପାଇଁ ବା ନାଗରିକମାନଙ୍କର କ୍ଷେତ୍ରରେ କରିବା ପାଇଁ ସିଧାସିଧି ଭାବରେ ସେ କହୁଛି। କିନ୍ତୁ ଇରାନ ମଧ୍ୟ ଖଣ୍ଡନ କରି ଆସିଛି ଯେ ସେମାନେ ପରମାଣୁ ଶକ୍ତି ଗୁଡ଼ିକର ଦୁର୍ବ୍ୟବହାର କରିବେ ନାହିଁ ବା ଅପବ୍ୟବହାର କରିବେ ନାହିଁ, ପରମାଣୁ ଶକ୍ତିର ସେମାନେ ବୋମା ତିଆରି କରିବେ ନାହିଁ। କିନ୍ତୁ ଇସ୍ରାଏଲର ଭୟ ରହିଛି ଯେ ଯଦି ସେମାନଙ୍କୁ ପରମାଣୁ ଶକ୍ତିକୁ ବ୍ୟବହାର କରିବାର ସେମାନଙ୍କୁ ଅନୁମତି ଦିଆଯାଏ ତାହେଲେ ସେମାନେ ନିଶ୍ଚିତ ଭାବରେ ଆଗାମୀ ସମୟରେ ପରମାଣୁ ଶକ୍ତି ସମ୍ପନ୍ନ ଦେଶରେ ପରିଗଣିତ ହେବେ ଏବଂ ସେମାନେ ମଧ୍ୟ ଏହାକୁ ବୋମା ତିଆରି କରିବା ପାଇଁ ବ୍ୟବହାର କରିବେ, ଯାହାଫଳରେ ମିଡିଲ ଇଷ୍ଟର ଯେଉଁ ଦେଶଗୁଡ଼ିକ ରହିଛି ସେ ମଧ୍ୟରେ ତାଙ୍କର ପ୍ରାଧାନ୍ୟ ବୃଦ୍ଧି ପାଇବ ଏବଂ ଇସ୍ରାଏଲକୁ ସେଥିରେ ମଧ୍ୟ ତାଙ୍କର ଯେଉଁ ମିଡିଲ ଇଷ୍ଟରେ ଯେଉଁ ଭଳିଆ ତାଙ୍କର ପ୍ରଭାବ ରହିଛି ତା ଉପରେ ନିଶ୍ଚିତ ଭାବରେ ତାହାର କିଛି ପ୍ରଭାବ କମି ଯାଇପାରେ, ଏହାର ଭୟ ରହିଛି। ତେଣୁ ସେମାନେ ବାରମ୍ବାର ଏହାକୁ ମନା କରିବାକୁ କହୁଛନ୍ତି ଏବଂ ଏହା ମଧ୍ୟ କରାଯାଉଛି ତାଙ୍କର ପରମାଣୁ ଠିକଣା ଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯାଉଛି ଏବଂ ନଷ୍ଟ କରିବା ପାଇଁ ମଧ୍ୟ କୁହାଯାଉଛି। ତେବେ ଇସ୍ରାଏଲର ଯେଉଁ ମିଡିଲ ଇଷ୍ଟରେ ଯେଉଁ ରହିଛି ଯେତେ ସବୁ ସାମ୍ବାଦିକ ରହିଛନ୍ତି ବା ରିପୋର୍ଟର୍ସ ରହିଛନ୍ତି ବା ଯେଉଁ ନ୍ୟୁଜ୍ ଏଜେନ୍ସି ଗୁଡ଼ିକ ରହିଛନ୍ତି ସେମାନେ ଏପର୍ଯ୍ୟନ୍ତ ଇରାନକୁ ଦୁର୍ବଳ ଏବଂ ଇସ୍ରାଏଲକୁ ଶକ୍ତିଶାଳୀ ବୋଲି କହି ଆସିଛନ୍ତି। କିନ୍ତୁ ଯାହା ଦେଖିବାକୁ ମିଳିଲା ବିଗତ 5 ଦିନ ମଧ୍ୟରେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ବେଲ୍ ବଟନକୁ ଅନ୍ କରିଦିଅନ୍ତୁ ଏବଂ ତା ସହିତ ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରିଦିଅନ୍ତୁ। ଯେଉଁ ଭଳିଆ ଆଟାକ୍ ଇସ୍ରାଏଲ ଉପରେ ଇରାନ କରିଛି ଏବଂ ଟେଲ ଆଭିଭ ଯେଉଁଟାକି ଇସ୍ରାଏଲର ରାଜଧାନୀ ଉପରେ ସେମାନେ ଆକ୍ରମଣ କରିବାକୁ ସଫଳ ହୋଇଛନ୍ତି ଏବଂ ତାଙ୍କର ଯେଉଁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଭାଗରେ ସେମାନେ ଯେଉଁ ପ୍ରତିରକ୍ଷା ବିଭାଗ ତାଙ୍କର ବ୍ୟବହାର କରୁଥିଲା ଇସ୍ରାଏଲର ଆଇରନ୍ ଡୋମ୍, ଯାହା ପାଇଁ ସେମାନେ ସବୁବେଳେ ରକ୍ଷା ପାଇଯାଉଥିଲେ ଇରାନ ଠାରୁ ଆକ୍ରମଣରେ, ସେଟା ମଧ୍ୟ ସେମାନେ ଭେଦିବାରେ ସକ୍ଷମ ହୋଇଛନ୍ତି। ତେଣୁ ଆଇରନ୍ ଡୋମ୍କୁ ଯେତେବେଳେ ସେମାନେ ଭେଦିବାକୁ ସକ୍ଷମ ହୋଇଛନ୍ତି ସେଥିରୁ ଜଣାପଡ଼ୁଛି ଯେ ଇରାନ ମଧ୍ୟ ଏଥିରେ ପଛକୁ ହଟିବାର ପ୍ରଶ୍ନ ନାହିଁ, ସେମାନେ ମଧ୍ୟ ଜବାବ ଦେଉଛନ୍ତି ଇସ୍ରାଏଲକୁ। ତେବେ ୟାରି ମଧ୍ୟରେ ଏଇ ଯେଉଁ ଯୁଦ୍ଧର ଭୟାବହତାକୁ ଆହୁରି ଭିନ୍ନ ରୂପ ଦେଉଛି ଯେତେବେଳେ କି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିରେ କିଛି ମନ୍ତବ୍ୟ ଦେଉଛନ୍ତି ଯେଉଁଟାକି ଭିନ୍ନ ଭିନ୍ନ ରହୁଛି ବିଭିନ୍ନ ସମୟରେ। ସେ ଯେଉଁ G7 ସମ୍ମିଳନୀରେ ଯୋଗ ଦେଇଛନ୍ତି ସେଥିରେ ସେ ସିଧାସିଧି ଭାବରେ କହିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାର କୌଣସି ଇନଭଲ୍ଭମେଣ୍ଟ ନାହିଁ ଇରାନ ଏବଂ ଇସ୍ରାଏଲ ଯୁଦ୍ଧ ମଧ୍ୟରେ, କିନ୍ତୁ ସେ ଏଟା ମଧ୍ୟ ପ୍ରଶ୍ନବାଚୀ ରଖିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଇନଭଲ୍ଭମେଣ୍ଟ ନାହିଁ କିନ୍ତୁ ଆଗାମୀ ସମୟରେ ଇନଭଲ୍ଭମେଣ୍ଟ ହେଇପାରେ, ମାନେ ଆମେରିକା ଡାଇରେକ୍ଟ ଏଥିରେ ଇନଭଲ୍ଭ ହେଇପାରେ ଏବଂ ଗୋଟେ ବଡ଼ ଧରଣର ଡିଲ୍ ହେବ ବୋଲି ମଧ୍ୟ ସେ ସିଧାସିଧି ଭାବରେ କହିଛନ୍ତି। ତେଣୁକରି ଏହା ଗୁରୁତ୍ୱପୂର୍ଣ୍ଣ ରହୁଛି ଏବଂ ବର୍ତ୍ତମାନ ସେ ଯେଉଁଭଳିଆ ଅଧାରୁ G7 ବୈଠକକୁ ଛାଡ଼ି ତରବରିଆ ଭାବରେ ଫେରିଛନ୍ତି, ତେଣୁକରି ନିଶ୍ଚିତ ଭାବରେ କିଛି ଗୋଟେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହେଇପାରେ ଇରାନ ଉପରେ କିମ୍ବା ନିଶ୍ଚିତ ଭାବରେ ସରେଣ୍ଡରର ସ୍ଥିତି ଉତ୍ପନ୍ନ ହୋଇପାରେ। କିନ୍ତୁ ସରେଣ୍ଡରର ସ୍ଥିତି ଉତ୍ପନ୍ନ ହେବା ବହୁତ କମ୍ ଚାନ୍ସ ରହିଛି, କାରଣ ଇରାନ ସେମାନଙ୍କର ଦାବି ଗୁଡ଼ିକ
बा सेमानकर जो प्रस्ताव गुड़िक रहिबो से गुड़िक हुए तो मानि न पारे कहीं ना से चाहूँगी जे परमाणु शक्ति संपन्न राष्ट्र रे परिणत हो एवं परमाणु शक्तिर व्यवहार से नागरिक मानकर भल पाई व्यवहार करू बोली। तो यह रही एवं ता सहित रही वर्तमान जो तांकर लेटेस्ट अपडेट्स जो थिला यूएन एजेंसी गुड़िक जो रही इंटरनेशनल एटॉमिक एनर्जी एजेंसी ताहार सूचना मुताबक इजराइल ईरान रो मिलिटरी बेस गुड़िक एवं न्यूक्लियर प्रोग्राम जोटी अनुष्ठित होची से एरिया गुड़िक से माने अटैक करिसेंती एवं ईरान रो नातांज बोली जो रही सहर से अंडरग्राउंड न्यूक्लियर प्रोग्राम गुडी सेंटर को ध्वंस कर देछंती बिल्डिंग टिको समान आगु ध्वंस करथिले वर्तमान अंडरग्राउंड सेंटर को ध्वंस करिसेंती एमती सूचना मिली एवं वर्तमान पर्यंत आधिकारिक घोषणा अनुसार 5 दिन मध्य इजराइल 22 जन एवं ईरान 224 जन मृत्युवरण कर सारी युद्धर भयावहता दिन को दिन बढ़िबार लागिछि। ता मध्य ट्रंप एभली जो मंतव्य रही जे यह सीज फायर ठार अधिक किछि हेबो बोली तेणु निश्चित भाव में युद्ध आड़ को दुईटी देश गति कर कहवाक गले जदि ए अमेरिकार एंट्री होची सीधा सीधी भाव में सीधा सड़क भाव में अमेरिकार आर्मी एदि पशुंट ताले अन्य देश या भितर पशिबे एवं ये युद्धर जो आकार रही अधिक बड़ हो जाए एवं हुए तो ये युद्ध विश्व युद्ध आड़ को मुहई पारे। ट्रंप सीधा सीधी भाव में धमक देइचंती एवं कहिचंती जे ईरान रो जो सहर रही तेहरान को ताकू शीघ्र खाली करने कहिचंती। तेहरान रो जो लोक संख्या पाखापाखि 1 कोटी एवं 1 कोटी लोकों को से सुरक्षित स्थान को जीवा कहिचंती। अमेरिकान्स जदि अछंती सेमाने मध्ये सुरक्षित स्थान को जातु बोली मध्ये तांको तरफरु कुहा जायछि। तेणु एवं जो इजराइल रो जो ऑफिशियल्स रही बा तांकर ऑफिशियल तरफरु मध्ये नागरिक मान को सतर्क कर दिया जायछि जे सुरक्षित जगह को चली जातु बोली टीवी हेडक्वार्टर्स एवं पुलिस कमांड सेंटर गुडी को मध्ये खाली करने निर्देश दिया जायछि। तेणु यही जो भाया सिचुएसन उत्पन्न होछि एथुर जना पड़ुछि युद्ध थमिबार अपेक्षा बढ़िबार बा उग्र रूप नेबार संभावना रही आगामी समय तेबे कौन अपडेट रहिबो सेटा तो जना पड़ी नाही कहीं राष्ट्रपति डोनाल्ड ट्रंप जेहेतु अधारु सम्मेलन को छाड़ी G7 अमेरिका को फेरी आसीचंती तेणुक निश्चित भाव में किसी गोटे बड़ डिसीजन से नहीं पारती तेणुक युद्ध को एड़ाई दि जाई न पारे। किंतु यार भितर भारत जो आम भावुलु जे वर्तमान प्रधानमंत्री मोदी सहित राष्ट्रपति डोनाल्ड ट्रंप किसी गुरुत्वपूर्ण आलोचना हो पारे G7 रे ता हो पारिबो नहीं कारण G7 रु मोदी जिते को G7 रे जोग देवा पहुँचले ता पूर्व राष्ट्रपति डोनाल्ड ट्रंप वर्तमान G7 रु पलि आसी तेणुक उभय मध्य कौन मीटिंग अनुष्ठित हो पारिबो नाही। तेणु जो गुरुत्वपूर्ण विषय गुडी को लेकिन आम संभावना करूँ जे मोदी और ट्रंप विषय भितर आलोचना हेबो ताहा हो पारिबो नाही। विशेषकर जो क्रॉस बॉर्डर टेररिज्म बा भारत पाकिस्तान मध्य जो भाया युद्धर परिस्थिति उत्पन्न होइतिला बा ताकू नहीं किसी आलोचना हो पारे कि बोली जो संभावना रही ता विषय में विराम पड़ जाइए वर्तमान से विषय कौन आलोचना हो न पारे। तथापि देखा बाकी रहा वर्तमान ये जो ईरान एवं जो इजराइल मध्य जो युद्धर स्थिति रही ताहार भयावहता केते रहिबो बा आगा को ए युद्ध केउ दिग को जाउछि विश्व युद्धर रूप नेब कि ताहा वर्तमान समस्त मध्य गोटे प्रश्नवाची हो रही। आशा करुँची आज वीडियो आपको भल लगी जब वीडियो भल लगे लाइक करूँ शेयर करूँ और चैनल को जब प्रथम थर पर विजिट कर सब्सक्राइब निश्चित भाव में करूँ। आज वीडियो को आम ये रखा वीडियो को आपने देखी आपको बहुत बहुत धन्यवाद। नमस्कार।